ବାଲେଶ୍ୱରବାସୀ ସମସ୍ତଙ୍କର ସହଯୋଗରେ ଆଜି ଏ କାର୍ଯ୍ୟକ୍ରମ ସ୍ୱାଧୀନତା ସଂଗ୍ରାମ ଅଗଷ୍ଟ 15 କାର୍ଯ୍ୟକ୍ରମ ପୂର୍ଣ୍ଣ ରୂପରେ ସଫଳ ହୋଇଛି। ଜିଲ୍ଲାପାଳକୁ ଅଶେଷ ଧନ୍ୟବାଦ, ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କୁ ଅଶେଷ ଧନ୍ୟବାଦ ଦେଉଛି। ଏବଂ ଏ ଯେଉଁ ସ୍ୱାଧୀନତା ଆମେ ପାଇଛେ ତାକୁ ଆମେ ସହଜରେ ଉପଲବ୍ଧ ପାଇଯାଇନୁ। ତେଣୁ ଆମେ ଆକୁ ଏତେ ହାଲକା ଭାବରେ ନ ନେଇ କେତେ ଲୋକଙ୍କର ବଳିଦାନ ତ୍ୟାଗ ତାକୁ ଆମେ କଷ୍ଟ କରି ସ୍ୱାଧୀନତାକୁ ପାଇଛେ। ତେଣୁ ଆମେ ଭାରତକୁ କେମିତି ଏକ ଅଖଣ୍ଡ ଭାରତ ବନେଇବା, ଭାରତକୁ ପ୍ରଗତି ପଥରେ ଆହୁରି ସ୍ପିଡ଼ରେ ଆଗେଇ ନେବା, ଆର୍ଥିକ ସ୍ଥିତିରେ ହେଉ, ସାମରିକ ହେଉ, ଶିକ୍ଷାରେ ହେଉ, ସ୍ୱାସ୍ଥ୍ୟରେ ହେଉ, ଗମନାଗମନ ହେଉ, ସବୁଥିରେ ଭାରତ ସାରା ବିଶ୍ୱରେ ଯେମିତି ବିଶ୍ୱଗୁରୁ ରୂପରେ ପ୍ରତିପାଦିତ ହେବ, ସେଥିପାଇଁ ଆମେ ସମସ୍ତେ ଚେଷ୍ଟା କରିବା। ଏବଂ ଯେଉଁ ବଳିଦାନ ଲୋକମାନଙ୍କର ମହାନ ପୁରୁଷମାନଙ୍କର ବଳିଦାନରେ ଆଜି ଆମେ ସ୍ୱାଦ ଚାଖୁଛେ, ସ୍ୱାଧୀନତା ସ୍ୱାଦ ଚାଖୁଛେ, ସେମାନଙ୍କୁ ମଧ୍ୟ ଆମେ ସବୁବେଳେ ମନେ ରଖିବା ଉଚିତ। ସେମାନଙ୍କୁ ଧନ୍ୟବାଦ ଦେବା, ତାଙ୍କ ଚରଣ ତଳେ କୋଟି କୋଟି ପ୍ରଣାମ ଜଣାଇବା ଯେ ତାଙ୍କରି ବଳିଦାନରେ ଆମେ ଆଜି ଏ ଜାଗାରେ ପହଞ୍ଚି। ତେଣୁ ତାଙ୍କର ବଂଶଧରମାନଙ୍କୁ ମଧ୍ୟ ଆମେ ସମ୍ମାନ ଜଣାଇବା ଏବଂ ସମସ୍ତଙ୍କୁ ଅନୁରୋଧ କରୁଛି ଆମେ ଏକ ହୋଇ ରହିବା, ଅଖଣ୍ଡ ଭାରତ ବନେଇବା ଏବଂ ବିଶ୍ୱରେ ବିଶ୍ୱଗୁରୁ ହେବା।